ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏହା ଗୋଟେ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ଷଢ଼ ଋତୁ, ଆଉ ଆଜି ଆମେ ଏହି ଅଧ୍ୟାୟରେ ଜାଣିବା ସ୍ନାନ। ତ ଚାଲନ୍ତୁ ବନ୍ଧୁ, ଡେରି ନକରି ଆଉ ଆମେ ଆରମ୍ଭ କରିବା। ସ୍ନାନ। ଗଙ୍ଗାକୁ ପ୍ରାର୍ଥନା କରି ସ୍ନାନ କରିବ। ସୌମି ଗଙ୍ଗେ ତବ ପାଦ ପଙ୍କଜ ସୁରାସୁରୈର୍ବନ୍ଦିତ ଦିବ୍ୟ ରୂପମ୍ ଭୁକ୍ତଞ୍ଚ ମୁକ୍ତଞ୍ଚ ଦଦାମି ନିତ୍ୟମ୍ ଭାବାନୁସାରେଣ ସଦା ନରାଣାମ୍। ଓಂ ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧି କୁରୁମ୍। ତ ବନ୍ଧୁ, ଆଜି ଆମେ ଜାଣିଲେ ସ୍ନାନ। ଆଜି ପାଇଁ ଏତିକି। ଆଗାମୀ ଅଧ୍ୟାୟରେ ଜାଣିବା ସ୍ନାନାଙ୍ଗ ତର୍ପଣ। ତ ସେହି ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।